ଆସନ୍ତୁ ଆଜି ଆମେ ବନେଇବା ଅରୁଆ ବଳକା ଭାତରୁ ଦାନ୍ତକିଲ। ଏଠାରେ କାଲି ଆମର କିଛି ଅରୁଆ ଭାତ ବଳି ଯାଇଥିଲା, ତ ସେଥିରେ ମୁଁ କିଛି ଲୁଣ, ଲଙ୍କାଗୁଣ୍ଡ ଆଉ ଜିରା ମିଶାଇ ତାକୁ ଭଲ ଭାବେ ଗ୍ରାଇଣ୍ଡର କରି ନେଇଥିଲି। ଗ୍ରାଇଣ୍ଡର କରି ସାରିବା ପରେ ଗୋଟିଏ ଥାଳିରେ ଟିକେ ତେଲ ଲଗେଇକି ତାକୁ ଗୋଟେ ତେଲ ଜରି ସାହାଯ୍ୟରେ ଗୋଲ ଗୋଲ କରି ମୁଁ ଏଠାରେ ବୁଲେଇ ନେଇଛି। ଦାନ୍ତକିଲକୁ ବନେଇ ସାରିବା ପରେ ତାକୁ ମୁଁ ଖରାରେ ଶୁଖିବା ପାଇଁ ଛାଡ଼ି ଦେଇଛି। ଗୋଟେ ଦିନ ପୁରା ଖରାରେ ଶୁଖି ସାରିଲା ପରେ ମୁଁ ତାକୁ ଆଣି ଗୋଟିଏ କଡ଼େଇରେ କିଛି ତେଲ ଗରମ କରି ସେଥିରେ ଶୁଖା ଦାନ୍ତକିଲିକି ଛାଣି ନେଇଛି। ଦେଖନ୍ତୁ ଏଠାରେ ଦାନ୍ତକିଲି ଭଲ ଭାବରେ ଛାଣି ହେଇଯାଇଛି, ଭଲ ଭାବରେ ଫୁଲି ମଧ୍ୟ ଯାଇଛି। ଆପଣ ଏହାକୁ ଥରେ ଟ୍ରାଏ କରନ୍ତୁ, ଦେଖି ବହୁତ ହିଁ ଭଲ ଲାଗିବ। ଏହାକୁ ଛୋଟ ଛୁଆମାନେ ବି ବହୁତ ଖୁସିରେ ଖାଇବେ, ଯାହା ପାଇଁ ଦାନ୍ତ